ଜୀବନର ଅନ୍ଧାର। ମା ବିନା ଘର ଅନ୍ଧାର ହୋଇଯାଇଥାଏ ସାଙ୍ଗମାନେ। ବାପାଙ୍କ ବିନା ଦୁନିଆଟା ବହୁତ ଅନ୍ଧାର ଦିଶିଥାଏ। କାହିଁକି ନା ଯଦି ଆମମାନଙ୍କୁ କିଏ ସାହସ ଏବଂ ଧୈର୍ଯ୍ୟର ସହିତ ବାଟ ଦେଖାଇଥାଏ ନା, ସେ ହେଉଛନ୍ତି ଆମର ସ୍ନେହର ଏବଂ ସମ୍ମାନର ବାପା। ଜଣେ ଦେହ ତ ଜଣେ ହେଉଛନ୍ତି ଆମର ଛାଇ। ଜଣେ ଆମର ଜୀବନ ତ ଆଉ ଜଣେ ନିଶ୍ୱାସ ଏବଂ ପ୍ରଶ୍ୱାସର ପନ୍ଥାଘର ଅଟେ। ବାପା ମା ବିନା ଜୀବନଟା ଆମର ଅନ୍ଧକାର ପରି ଲାଗିଥାଏ ସାଙ୍ଗମାନେ। ଏ ହେଉଛି ମା ବିନା ଘରର ଅନ୍ଧାର ଏବଂ ବାପାଙ୍କ ବିନା ଏ ଦୁନିଆଟା ତୁଚ୍ଛ। ଜୟ ଜଗନ୍ନାଥ। ମାର ମମତା। ମମତାର ମୂଲ୍ୟ କିଏ ବା ବୁଝିବ ଭାଇ? ଜୀବନଟା ଏଠି ବ୍ୟର୍ଥ ଅନୁଭବ। ପାଗଳ ପରାଏ ସମସ୍ତେ ଧାଇଁଲେ ଖୋଜିଥାନ୍ତି ଖାଲି ଅର୍ଥ, କିନ୍ତୁ ସେମାନେ ଭୁଲି ଯାଇଛନ୍ତି ଯିଏ ଆମକୁ 10 ଦିନ 10 ମାସ ଗର୍ଭଧାରଣ କରି ଜନ୍ମ ଦେଇଥାଏ ନା, ସେ କେବେ ମୂଲ୍ୟ ମାଗିନଥାଏ ମୋ ଭାଇ। ଜୀବନରେ ସେ କେବେ ଆମକୁ ଯତ୍ନ ନେବାରେ ବି ଗୋଟିଏ ଦିନ ଗୋଟିଏ ସେକେଣ୍ଡ ବି ଅବହେଳା କରିନାହାନ୍ତି ଏବଂ କରିନଥାନ୍ତି। କାରଣ ସେଇ ହେଉଛି ଆମର ମମତାର ପ୍ରିୟ ମା। ତା ପୁଅ ଯେତେ ବଡ଼ ବି ହେଇଯାଉନା କାହିଁକି, ମା ଆଗରେ ସେ ହେଉଛି ତାର ସ୍ନେହ ଶ୍ରଦ୍ଧା ଏବଂ ସେ ଯେମିତି ଛୋଟ ବେଳର ଛୁଆ ଥିଲା ନା, ତା ଆଖି ଆଗରେ ସେ ଛୋଟ ବେଳର ଛୁଆଟିଏ ରହିଯାଇଥାଏ। ମମତାର ମୂଲ୍ୟ ଆମେ ଦେଇପାରିବାନି ମୋ ଭାଇ, କିନ୍ତୁ ମାଆକୁ ଆମେ ଜୀବନରେ ସବୁବେଳେ ଖୁସିରେ ରଖିବା ପାଇଁ ଚେଷ୍ଟା କରିବା। ମାର ମୂଲ୍ୟ କିଏ ବା ବୁଝିବ ଭାଇ? ଯେ ଦୁନିଆକୁ ଆମକୁ ଆଣିଥାଏ, ତା ଲୁହର ଗାର ଦେଇ ନିଜକୁ ଖୁସି ରଖିବା ପାଇଁ ସେ ସବୁ ଚେଷ୍ଟା କରିଥାଏ। ଜୀବନର ବାଟକୁ ସେ ବହୁତ ଭଲ ଭାବରେ ତୁମକୁ କେମିତି ଗଢ଼ିଥାଏ। ତୁମେ ତାର ମୂଲ୍ୟ କ'ଣ ଦେବ ମୋ ଭାଇ? ମା ତ ହେଉଛି ମା। ସେ ହେଉଛନ୍ତି ଆମର ଦେବୀ ଏବଂ ମା ବିନା ଏ ଦୁନିଆରେ କିଛି ନାହିଁ ମୋ ଭାଇ। ଦୁନିଆରେ କେବଳ ଆସିଛନ୍ତି ଏକା ତ ଯିବା ଏକା, କିନ୍ତୁ ଆମକୁ ଯିଏ ସ୍ନେହ ପ୍ରେମ ମମତା ଭରା ଦେଇଛନ୍ତି, ସେ ମାଆକୁ କେବେ ଭୁଲି ଯାଆନ୍ତୁନି ମୋ ଭାଇ, ଭୁଲି ଯାଆନ୍ତୁ ନାହିଁ। ଜୟ ଜଗନ୍ନାଥ। ମା ଭଳି ଭଲ ପାଉଥିବା ଏବଂ ବୁଝିପାରୁଥିବା ଆଉ ଦୁଃଖ ଜାଣିପାରୁଥିବା ସାଥୀଟିଏ ମିଳିବା ବହୁତ କଷ୍ଟ ହୋଇଥାଏ ମୋ ଭାଇ। ସେଥିପାଇଁ ତ କୁହାଯାଇଛି ମା ଠାରୁ ବଡ଼ ବନ୍ଧନ ଏଇ ଜନ୍ମରେ ବା 7 ଜନ୍ମରେ ଆପଣଙ୍କୁ କେବେ ବି ମିଳିପାରିବ ନାହିଁ। କାରଣ ଏ ସଂସାର ଆଉ କିଛି ନାହିଁ। ଯେ ପ୍ରକୃତ ପ୍ରେମ ଦେଇଥାଏ ସେ ହେଉଛନ୍ତି ଆମର ସ୍ନେହ ମମତା ଏବଂ ଅତି ଆପଣର ଅତି ଅମୂଲ୍ୟ ଅତି ମମତାର ସେ ହେଉଛନ୍ତି ମା। ମା ବିନା ଏ ଜୀବନଟା ବହୁତ ଅନ୍ଧକାର ମୋ ଭାଇ। ଯିଏ ତା ଛାତିରୁ ତୁମକୁ ଆହାର ଦେଇ ବଞ୍ଚାଇଥାଏ ଜୀବନ ସାରା, ସେ ଆହାରକୁ ଆମେ ଶୋଝିବା ନିହାତି ଦରକାର ମୋ ଭାଇ। ମା ବିନା ଦୁନିଆଟା କିଛି ବି ନାହିଁ। ଯଦି ଆପଣମାନଙ୍କୁ ଏହି ଷ୍ଟୋରିଟି ବହୁତ ଭଲ ଲାଗିଛି ନା, ପ୍ଲିଜ୍ ମୋ ଚ୍ୟାନେଲ୍ ଟିକେ ଲାଇକ୍ କରିଦିଅନ୍ତୁ, କମେଣ୍ଟ କରିଦିଅନ୍ତୁ ଆଉ ସବସ୍କ୍ରାଇବ୍ କରିଦିଅନ୍ତୁ। ସର୍ବଶେଷରେ ମା ପାଇଁ ଗୋଟିଏ ମା ବୋଲି କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ଜୟ ଜଗନ୍ନାଥ। ମା ତ ସେଇ ହୋଇଥାଏ ଯିଏ ଦିନ ରାତି ଏକ କରି ତା ସନ୍ତାନକୁ କେମିତି ସେ ସୁଖରେ ରଖିଥାଏ ଏବଂ ବହୁତ ବଡ଼ ମଣିଷ କରିବାର ଲକ୍ଷ୍ୟ କରିଥାଏ। ସେ ହେଉଛି ଆମର ପ୍ରକୃତର ସ୍ନେହର ମା।
ସେଥିପାଇଁ ମାଆକୁ କେବେ ଭୁଲନ୍ତୁ ନା ମୋ ଭାଇ, ମାଆକୁ କେବେ ଭୁଲନ୍ତୁ ନା। ଜୟ ଜଗନ୍ନାଥ। ମା ମା ବୋଲି ଗୋଟିଏ ଅକ୍ଷର ଦୁନିଆର ସବୁଠୁ ମଧୁର। ତା ପଣ ତକାନିରେ ଘୋଡ଼ାଇ ଦେଲେ ଛୋଟ ଲାଗେ ଏଇ ସାରା ସଂସାର। ତାର ମମତାରେ ଏହି ସାରା ପୃଥିବୀଟା ଚହଳି ଯାଇଥାଏ। ତା ସ୍ନେହ ଭରା, ତା ସ୍ନେହରେ ଆମକୁ ବହୁତ ମିଠା ଲାଗିଥାଏ ଏବଂ ଶାନ୍ତି ମିଳିଥାଏ। ଯେମିତି ଭଗବାନ, ଆମର ଜିଅନ୍ତା ଭଗବାନ ହେଉଛନ୍ତି ଆମର ସ୍ନେହର ମା ଏବଂ ବାପା। ଜୀବନରେ ଆମେ ଯାହା ବି କରିଛନ୍ତି ନା, କେବେ ବି ଭାଇ ବାପା ଏବଂ ମାଆକୁ ଭୁଲନ୍ତୁ ନାହିଁ। କାରଣ ଜୀବନର ଚଲାବାଥରେ ଯଦି ଆମର କିଏ ସାହସ ହୋଇଥାଏ ନା, ସେ ହେଉଛନ୍ତି ବାପା ଏବଂ ମା। ଜୟ ଜଗନ୍ନାଥ।